ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ନଭେମ୍ବର ମାସ 2 ତାରିଖ ରବିବାର। ଆଜି ଦିନଯାକର ଟପ୍ 20 ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମାତ୍ର କିଛି ସମୟ ମଧ୍ୟରେ ଜାଣିପାରିବେ ଆଜି ଦିନଯାକର ସମ୍ପୂର୍ଣ୍ଣ ଖବର। ତା ପୂର୍ବରୁ ଚ୍ୟାନେଲରେ ନ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ, ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ପୂର୍ବ ଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇକେୱାଇସି କରିନଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନ କାର୍ଡ ହିତାଧିକାରୀମାନେ ପୂର୍ବ ଭଳି ନିଜ କୋଟାର ଚାଉଳ ଉଠାଇ ପାରିବେ ଓ ଇକେୱାଇସି କରିନଥିବା 15 ଲକ୍ଷରୁ ଅଧିକ ହିତାଧିକାରୀ ନେଇ ଯେଉଁ କଳ୍ପନା ଲାଗି ରହିଥିଲା, ସେଥିରେ ଆପତ୍ତ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତ ମାସ 15 ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷ ସୁଦ୍ଧା ଇକେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ଏଣୁ ସ୍ୱାଭାବିକ ଭାବେ ସମସ୍ତ ନଜର ରଖିଥିଲେ। ସରକାର ଅକ୍ଟୋବର 31 ତାରିଖ ଦିନ କ'ଣ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ପରବର୍ତ୍ତୀ ଖବର, ମାତ୍ରାଧିକ ଡୁମ୍ ସ୍କ୍ରୋଲିଂ ବା ସୋସିଆଲ ମିଡ଼ିଆ ୟୁଜ୍ କରୁଥିବା ପାଇଁ ଶରୀର ପାଇଁ ଆମର କେତେ କ୍ଷତିକାରକ, ଆସନ୍ତୁ ନଜର ପକାଇବା। ଆପଣ ଦିନରେ କେତେ ଘଣ୍ଟା ସୋସିଆଲ ମିଡ଼ିଆରେ ବ୍ୟବହାର କରୁଛନ୍ତି? କେବଳ ଆପଣ ନୁହନ୍ତି, ଅନେକ ଲୋକ ଦିନର ଅଧିକାଂଶ ସମୟ ସୋସିଆଲ ମିଡ଼ିଆକୁ ଧୁମ୍ ସ୍କ୍ରୋଲ କରିବାରେ ଅଟକାଉଛନ୍ତି। କିନ୍ତୁ ଜାଣିଛନ୍ତି କି ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦକୁ ଡାକିପାରେ। ଡୁମ୍ ସ୍କ୍ରୋଲିଂରେ ଅଧିକ ବ୍ୟସ୍ତ ରହିଲେ ଖରାପ ବୋଲି ସମସ୍ତେ ଜାଣନ୍ତି। ଏହାର ପ୍ରଭାବ ଶରୀର ଉପରେ ଖୁବ୍ କ୍ଷତିକାରକ ହେଲେ ଏ ଅଭ୍ୟାସଠାରୁ ନିଜକୁ ଦୂରେଇ ରଖିବାକୁ କିଛିଟା ଷ୍ଟିପ୍ ଜାଣି ନିଅନ୍ତୁ, ଯାହା ଆପଣଙ୍କୁ ସୋସିଆଲ ମିଡ଼ିଆରେ କବଳରୁ ମୁକ୍ତି ହେବାକୁ ହୁଏତ ସାହାଯ୍ୟ କରିବ। ଏବେ ଆସନ୍ତୁ ଜାଣିବା ଏହାର ଟିପ୍ସ। ଏବେ ସୋସିଆଲ ମିଡ଼ିଆଙ୍କ ଲୋକଙ୍କ ଜୀବନକୁ ଯେମିତି କବଳିତ କରି ରଖିଛି, ସକାଳେ ଚା ପିଇବାଠୁ ଆରମ୍ଭ କରି ରାତିରେ ଶୋଇବା ଯାଏ ଲଗାତାର ଫୋନରେ କିଛି ନା କିଛି ସ୍କ୍ରୋଲିଂ କରିଥାଉ। କିନ୍ତୁ କେବଳ ଭାବିଛନ୍ତି, ଏଭଳି ଲଗାତାର ସ୍କ୍ରୋଲିଂ କରିବା ଦ୍ୱାରା, ଯାହାକୁ ଡୁମ୍ ସ୍କ୍ରୋଲିଂ କୁହାଯାଏ, ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିଘାତକ। ପରବର୍ତ୍ତୀ ଖବର, ଭାରତକୁ ଫେରିଲା 64,000 କିଲୋ ସୁନା। ଆର୍ବିଆଇ ନେଲା ବଡ଼ ନିଷ୍ପତ୍ତି। ଜାଣନ୍ତୁ କେଉଁଠି ରଖାଗଲା ଏତେ ସବୁ ଯାକ ସୁନା। ଦେଶର ଅର୍ଥନୈତିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗତ 6 ମାସ ମଧ୍ୟରେ ଆର୍ବିଆଇ ବିଦେଶରେ ଥିବା 64,000 କିଲୋଗ୍ରାମ ଅର୍ଥାତ୍ 64 ଟନ୍ ସୁନା ଭାରତ ପ୍ରତ୍ୟାବର୍ତ୍ତନ କରିଛି। ଏହାକୁ ଭାରତର ଅର୍ଥନୈତିକ ସ୍ୱାଧୀନତା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଇଛି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ବର୍ତ୍ତମାନ ବିଦେଶରୁ ସୁନା ଫେରାଇ ଆଣିବାର କାରଣ କ'ଣ? ଏହି ପ୍ରଶ୍ନକୁ ଯଦି ଆଲୋକପାତ କରିବା, ତେବେ ଭୂ ରାଜନୈତିକ ଉତ୍ତେଜନା ଏହାର ଏକ ପ୍ରମୁଖ କାରଣ ହୋଇପାରେ। ସାରା ବିଶ୍ୱରେ ବଢ଼ୁଥିବା ଭୂ ରାଜନୈତିକ ଉତ୍ତେଜନା ଯୋଗୁଁ ଅନେକ ଦେଶ ପ୍ରତିବନ୍ଧକ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଟାରିଫ୍ ଯୁଦ୍ଧ ଭଳି ପରିସ୍ଥିତିରେ ନିଜ ଦେଶରେ ନିଜ ସୁନା ରହିବା ସବୁଠାରୁ ସୁରକ୍ଷିତ ବୋଲି ଆକଳନ କରାଯାଉଅଛି। ପରବର୍ତ୍ତୀ ଖବର, ନଭେମ୍ବର ମାସରେ ଥଣ୍ଡା ପଡ଼ିବ ନା ଶୀତ ଫେରାଇ ହେବ, ଏଆଇଏମ୍ଡି ଦେଲେ ବଡ଼ ସୂଚନା। ଉତ୍ତର ପଶ୍ଚିମ, ମଧ୍ୟ ଏବଂ ପଶ୍ଚିମ ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ ନଭେମ୍ବର ମାସରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି କହିଛି, ତଥା ଉତ୍ତର ପଶ୍ଚିମର କିଛି ଅଞ୍ଚଳ ବ୍ୟତୀତ ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ଆଇଏମ୍ଡି ପୂର୍ବାନୁମାନ କରିଛି ଯେ ନଭେମ୍ବର ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ, କିନ୍ତୁ ପଶ୍ଚିମ ହିମାଳୟ ଅଞ୍ଚଳ, ହିମାଳୟର ପାଦଦେଶ, ଉତ୍ତର ପୂର୍ବ ଭାରତରେ ଅଧିକାଂଶ ଏବଂ ଦକ୍ଷିଣ ପାରାଦୀପର କିଛି ଅଂଶରେ ଏହା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର, 3 ତାରିଖରେ ଏହି 4 ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି ସରକାର। ଆସନ୍ତା 3 ତାରିଖରେ ଦକ୍ଷିଣ ଓଡ଼ିଶାର 4 ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ସେ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି କରିଛନ୍ତି ଆର୍ଟିସି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ବି ସରକାରୀ ଛୁଟି ଘୋଷଣା କରାଯାଇଛି। କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି ଆର୍ଡିସି, ଯାହା ସୂତ୍ରରୁ ସୂଚନାରୁ ଜଣାପଡ଼ିଛି। ପରବର୍ତ୍ତୀ ଖବର, କେଉଁମାନଙ୍କୁ ହୋଇଥାଏ ବ୍ରେନ୍ ଷ୍ଟ୍ରୋକ୍, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ। ଗମ୍ଭୀର ଅବସ୍ଥା, ଯାହା ମସ୍ତିଷ୍କକୁ ରକ୍ତ ଯୋଗାଣ ହଠାତ୍ ବନ୍ଦ ହୋଇଗଲେ କିମ୍ବା ରକ୍ତବାହୀ ନାଳି ଫାଟିଗଲେ ଏହା ଘଟିଥାଏ। ଏହାଦ୍ୱାରା ମସ୍ତିଷ୍କ କୋଷଗୁଡ଼ିକୁ ମରିଯାଏ ଏବଂ ଶରୀରର ବିଭିନ୍ନ ଅଂଶ ଉପରେ ନିୟନ୍ତ୍ରଣ କରାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଅନୁଯାୟୀ ପ୍ରତିବର୍ଷ ବିଶ୍ୱରେ ପ୍ରାୟ 15 ମିଲିୟନ ଲୋକେ ଷ୍ଟ୍ରୋକ୍ରେ ପୀଡ଼ିତ ହୁଅନ୍ତି, ଯାହା ମଧ୍ୟରୁ ପ୍ରାୟ 5 ମିଲିୟନ ଲୋକ ମୃତ୍ୟୁବରଣ କରନ୍ତି। ଷ୍ଟ୍ରୋକ୍ର ମୁଖ୍ୟ କାରଣ ହେଉଛି ରକ୍ତ ଜମାଟ ବାନ୍ଧିବା, ହାଇ ବ୍ଲଡ୍ ପ୍ରେସର, ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟ୍ରଲ୍ ଏବଂ ଅସନ୍ତୁଳିତ ଜୀବନଶୈଳୀ, ଯାହା ଧୂମପାନ,
ମୋଟାପଣ ଏବଂ ଡାଇବେଟିସ୍ ମଧ୍ୟ ବିପଦକୁ ବୃଦ୍ଧି କରେ। ଷ୍ଟ୍ରୋକ୍ର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁହଁ, ବାହୁ କିମ୍ବା ଗୋଡ଼ରେ ହଠାତ୍ ଦୁର୍ବଳତା, କଥା କହିବା କିମ୍ବା ବୁଝିବାରେ ଅସୁବିଧା, ଝାପ୍ସା ଦେଖାଯିବା, ମୁଣ୍ଡ ବୁଲାଇବା କିମ୍ବା ସନ୍ତୁଳନ ହରାଇବା ଆଦି ପ୍ରମୁଖ ଲକ୍ଷଣ। କେତେକ ସମୟରେ ରୋଗୀ ମଧ୍ୟ ଗୁରୁତର ମୁଣ୍ଡବିନ୍ଧା ଅନୁଭବ କରନ୍ତି। ଏହି ଅବସ୍ଥା 40ରୁ ଅଧିକ ବୟସ୍କ ଲୋକଙ୍କଠାରେ ପ୍ରାୟ ଅଧିକ ସାଧାରଣ ଭାବରେ ଦେଖାଯାଏ। ବିଶେଷ କରି ବ୍ଲଡ୍ ପ୍ରେସର, ଡାଇବେଟିସ୍ ଏବଂ କୋଲେଷ୍ଟ୍ରଲ୍ ସମସ୍ୟା ଥିବା ଲୋକଙ୍କଠାରେ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାଏ। ଯଦି ପରିବାରରେ କାହାର ଷ୍ଟ୍ରୋକ୍ ଥାଏ, ତେବେ ଏହା ମଧ୍ୟ ବିପଦପୂର୍ଣ୍ଣ ବୋଲି ହୋଇଥାଏ। ପରବର୍ତ୍ତୀ ଖବର, ଏଥର 4 ଦିନ ପଞ୍ଚୁକ। ଶ୍ରୀକ୍ଷେତ୍ର ଲୋକାରଣ୍ୟ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି। ରାତି ପାହିଲେ ପଞ୍ଚୁକ। ଏଥର 4 ଦିନ ପଞ୍ଚୁକ ରହୁଥିଲାରୁ 4 ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏକମୁଖୀ ଦର୍ଶନ ପ୍ରବେଶ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କୁ ଭିତର କାଠ ମନା ହୋଇଛି। ପଞ୍ଚୁକରେ ଶ୍ରୀମନ୍ଦିରରେ ରହିଥାଏ ସ୍ୱତନ୍ତ୍ର ନୀତି। କାଲିଠାରୁ ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। 2 ନଭେମ୍ବର ଅର୍ଥାତ୍ କାଲି ହରି ଏକାଦଶୀରେ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ। 3 ନଭେମ୍ବର ତ୍ରିବିକ୍ରମ ବେଶ। 4 ନଭେମ୍ବରରେ ଲକ୍ଷ୍ମୀ ନୃସିଂହ ବେଶ ଓ 5 ନଭେମ୍ବରରେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନା ବେଶରେ ଦର୍ଶନ ଦେବେ ଠାକୁର। ଏଥର ତାଙ୍କ ଚୂଡ଼ ବେଶ ହେବ ନାହିଁ। ପରବର୍ତ୍ତୀ ଖବର, ହୃଦଘାତର ଶିକାର ହୋଇ ଉପସ୍ଥିତ ବୁଦ୍ଧି ଲଗାଇଲେ ବସ୍ ଡ୍ରାଇଭର। ବର୍ତ୍ତିଗଲେ 40ରୁ 45 ଯାତ୍ରୀ। ଜଣେ ବ୍ୟକ୍ତି କୌଣସି କାମକୁ ନେଇ ବାହାରକୁ ଯାଇଥାଏ। ଏହି ଯିବା ରାସ୍ତାରେ କ'ଣ ଘଟଣା ବା ଦୁର୍ଘଟଣା ଘଟିବ ତାହା ଦୈବ ହିଁ ସ୍ଥିର କରିଥାନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ପ୍ରାୟ 70 ଜଣ ଯାତ୍ରୀଙ୍କୁ ନେଇ ଆଗକୁ ବଢ଼ୁଥିବା ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କର ହୃଦଘାତର ମୃତ୍ୟୁ ଘଟିଛି। ମୃତ୍ୟୁ ବସ୍ ଡ୍ରାଇଭର ଜଣକ ହେଲେ ଶରତ ଚନ୍ଦ୍ର ମାର୍ଥା, ବୟସ 55। ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିଲା ଯାତ୍ରୀବାହୀ ବସ୍। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆ ପଞ୍ଚାୟତ ଅଧୀନ ଗୋଡେଲିଆ ଗାଁର ବାସିନ୍ଦା ଶରତ ମାର୍ଥା ଅନ୍ୟ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱର ବରମୁଣ୍ଡାରୁ ଯାତ୍ରୀବାହୀ ବସ୍ ବିଶାଖା ନେଇ ବାହାରିଥିଲେ। ଅପରାହ୍ନ ପ୍ରାୟ 3ଟାରେ ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଭିମୁଖେ ବାହାରିଥିଲେ। ବୋଲଗଡ଼ ପହଞ୍ଚିବା ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାପରେ ମଧ୍ୟ ସେ ଉପସ୍ଥିତ ବୁଦ୍ଧି ଲଗାଇ ବସ୍କୁ ଗୋଲବଡ଼ ବସ୍ ଷ୍ଟାଣ୍ଡରେ ପହଞ୍ଚାଇଥିଲେ, କିନ୍ତୁ ସେତେବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇସାରିଥିଲା। ପରବର୍ତ୍ତୀ ଖବର, ଖୋଲିଲା ସୁଭଦ୍ରା ପୋର୍ଟାଲ। ମାର୍ଚ୍ଚ 8ରେ ଏକାଥରକେ 2ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ମାର୍ଚ୍ଚ 8ରେ ଏକାଥରକେ 2ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ଆଜିଠୁ ସୁଭଦ୍ରା ପୋର୍ଟାଲରେ ଆରମ୍ଭ ହୋଇଛି ଆବେଦନ। ମାସେ ଯାଏଁ ଆବେଦନ କରିହେବ। ଆବଶ୍ୟକ ପଡ଼ିଲେ ସମୟସୀମା ମଧ୍ୟ ବୃଦ୍ଧି ହୋଇପାରେ। ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ 8ରେ ଏକାବେଳକେ ମିଳିବ 2ଟି କିସ୍ତି। ପୂର୍ବରୁ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିଲେ ସେମାନେ ମଧ୍ୟ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୂଚନା ଅନୁସାରେ ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିଛି। ବୟସ କମ୍ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିନଥିଲେ ସେମାନେ ଏଥର ଆବେଦନ କରିପାରିବେ। 2025 ମାର୍ଚ୍ଚ 31 ତାରିଖ ସୁଦ୍ଧା 21 ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଆଜିଠୁ ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହେଲା ଜମି କିଣାବିକା କାମ। 44 ତହସିଲରେ ଆରମ୍ଭ ହେଲା ଉପନିବନ୍ଧନ କାର୍ଯ୍ୟାଳୟ। ତୃତୀୟ ମହିଳା ସମ୍ମିଳନୀ କକ୍ଷରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ 217ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ। ଆଜି 13 ଜିଲ୍ଲାର 44ଟି ତହସିଲରେ ଆରମ୍ଭ ହୋଇଛି। ଆଉ ବାକି 56ଟି ତହସିଲରେ ଡିସେମ୍ବର ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି। ତେବେ ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରିପାରିବେ। ସର୍ବାଧିକ ମୟୂରଭଞ୍ଜରେ 12 ତହସିଲ, କୋରାପୁଟରେ 7, ସମ୍ବଲପୁରରେ 5, ଢେଙ୍କାନାଳରେ 3ଟି, କନ୍ଧମାଳରେ 3ଟି ତହସିଲ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିଛି।